ଅଧିକ ଶାରୀରିକ ସମ୍ପର୍କ ରଖିଲେ ଦେହରେ କ'ଣ ହୋଇଥାଏ କ୍ଷତି? ସତରେ କ'ଣ ମହିଳାମାନେ ଶାରୀରିକ ସମ୍ପର୍କ ରଖିଲେ ମୋଟା ହୋଇଯାଆନ୍ତି କି? ହଁ ଦର୍ଶକ ବନ୍ଧୁ, ଏଭଳି କିଛି ଘଟଣା ଆମେ ଆଜି ଆପଣଙ୍କୁ ଜଣେଇବୁ। ଆପଣମାନେ ଜାଣିଥିବେ ଯେ ପ୍ରତ୍ୟେକ ବ୍ୟକ୍ତି ସମ୍ବନ୍ଧ ରଖିବାକୁ ପସନ୍ଦ କରିଥାଏ ବା ଇଚ୍ଛା ପ୍ରକାଶ କରିଥାଏ। ଏହି ଇଚ୍ଛାଟି ଏକ ସମୟ ଅନୁସାରେ ଆରମ୍ଭ ହୋଇଥାଏ, କିନ୍ତୁ ଅଧିକ ବୟସ ହୋଇଗଲେ ଏହି ଇଚ୍ଛା ଧୀରେ ଧୀରେ କମ୍ ହେବାରେ ଲାଗିଥାଏ। ସମ୍ବନ୍ଧ ରଖିବା ହେଉଛି ବ୍ୟକ୍ତିଙ୍କ ପାଇଁ ଏକ ସାଧାରଣ କଥା ଅଟେ। ପୁରାତନ କାଳରେ ଲୋକମାନେ ବିବାହ ପରେ ସମ୍ବନ୍ଧ ରଖିବାର ନିୟମ ଥିଲା, କିନ୍ତୁ ଆଜିକାଲି ସମୟରେ ଯୁବପିଢ଼ିମାନେ ଏହି କଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସମ୍ବନ୍ଧ ରଖିବା ଫଳରେ ଆମ ଶରୀରରେ ଅନେକ ଲାଭ ହୋଇଥାଏ। ଏହାଛଡ଼ା ସମ୍ବନ୍ଧ ରଖିଲେ ଆମ ଶରୀରର ଆକ୍ଟିଭ ହେବା ସହ ସୁସ୍ଥ ରହେ। ଏହା ସହ ମଣିଷକୁ ଭଲ ନିଦ ମଧ୍ୟ ଆସିଥାଏ। କିଛି ସୂଚନା ଅନୁସାରେ ସମ୍ବନ୍ଧ ରଖିବା ଦ୍ୱାରା ନାରୀମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି, କିନ୍ତୁ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ କିଛି ଲୋକମାନଙ୍କ ମତରେ ସମ୍ବନ୍ଧ ରଖିଲେ ନାରୀମାନେ ଅଧିକ ମୋଟା ହୋଇଯାଆନ୍ତି। ଏଭଳି କିଛି ଆଲୋଚନା କରାଯାଏ। ତେବେ ଆପଣମାନଙ୍କର ଯଦି ମନରେ ଏଭଳି କିଛି ପ୍ରଶ୍ନ ରହିଥାଏ, ତେବେ ଆଜି ଆମେ ଆପଣମାନଙ୍କୁ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର। କିଛି ଲୋକମାନଙ୍କ ମତରେ ସମ୍ବନ୍ଧ ରଖିଲେ ନାରୀମାନେ ଅଧିକ ମୋଟା ହୋଇଥାନ୍ତି, କାରଣ ବିବାହ ପରେ ନାରୀ ଓ ପୁରୁଷର ଓଜନ ଅଧିକ ବଢ଼ିଥାଏ। କିନ୍ତୁ ଏହା ମିଛ କଥା ଅଟେ ଯେ ସମ୍ବନ୍ଧ ରଖିବା ଦ୍ୱାରା ମହିଳାମାନେ ଅଧିକ ମୋଟା ହୋଇଥାନ୍ତି। ସତ କଥା ହେଉଛି ସମ୍ବନ୍ଧ ରଖିବା ଦ୍ୱାରା ଅଧିକ ଭୋକ ଲାଗିଥାଏ ଓ ନିଦ ମଧ୍ୟ ଲାଗିଥାଏ, ତେଣୁ ନାରୀମାନେ ଅଧିକ ମୋଟା ହୋଇଯାଆନ୍ତି। ସମ୍ବନ୍ଧ ରଖିବା ଦ୍ୱାରା ବ୍ୟକ୍ତିର ସବୁ ଚିନ୍ତା ଦୂର ହୋଇଥାଏ, ଯାହାଫଳରେ ବ୍ୟକ୍ତି ଶରୀରରେ ଅନେକ ନୂଆ ପରିବର୍ତ୍ତନ ଆସିଥାଏ। ଅନ୍ୟପକ୍ଷରେ ଦେଖିବାକୁ ଗଲେ ମଣିଷ ଅଧିକ ଚିନ୍ତାରେ ରହିଲେ ତାର ଶରୀର ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ସମ୍ବନ୍ଧ ମଣିଷ ପାଇଁ ଲାଭଦାୟକ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀ ବା ପୁରୁଷଙ୍କୁ ସମ୍ବନ୍ଧ ରଖିବାକୁ ପସନ୍ଦ ଆସିଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓ ଆଜି ପାଇଁ ଏତିକି। ଭିଡ଼ିଓ ଯଦି ଆମ ଚ୍ୟାନେଲରେ ଭଲ ଲାଗିଛି ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ମତାମତ ଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। ରହିଲି, ନମସ୍କାର।